ଜୟ ଜଗନ୍ନାଥ ପିଲାମାନେ, ମୁଁ ଷ୍ଟଡି ୱିଥ୍ ରଶ୍ମିରେଖା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ପିଲାମାନେ, ଆଜି ଆମେ ପଢ଼ିବା କ୍ଲାସ୍ 3ର ଇଂଲିଶ ବହି ପଲ୍ଲବୀର ୟୁନିଟ୍ 1 ମି ଆଣ୍ଡ ମାଇ ଫ୍ୟାମିଲି ଚାପ୍ଟର 1 ପାର୍ଟସ୍ ଅଫ୍ ଦ ବଡି। ଚାଲ ପିଲାମାନେ ପଢ଼ିବା। ପ୍ରି ଲିସନିଂ ଚିଲଡ୍ରେନ୍, ଡୁ ୟୁ ଲାଇକ୍ ସଙ୍ଗସ୍? ପିଲାମାନେ, ତମେ ଗୀତକୁ ପସନ୍ଦ କର? ୱିଲ୍ ୟୁ ସିଙ୍ଗ ଅ ସଙ୍ଗ? ତୁମେ ଗୋଟିଏ ଗୀତ ଗାଇପାରିବ କି? ଲେଟ୍ ଅସ୍ ସିଙ୍ଗ ଅ ସଙ୍ଗ ଆଣ୍ଡ ଏନ୍ଜୟ। ଆସ ଆମେ ସମସ୍ତେ ମିଶି ଗୀତ ଗାଇବା ଏବଂ ଆନନ୍ଦ କରିବା। ଚାଲ ଗୀତ ଗାଇବା। ଟଚ୍ ୟୋର ହେଡ୍ and touch your toes, shut your eyes and touch your nose। ଏଠି କ'ଣ ଲେଖା ହେଇଛି? touch your head, ତମ ମୁଣ୍ଡକୁ ଛୁଅଁ। and touch your toes, ଆଉ ପାଦ ଆଙ୍ଗୁଠିକୁ ଛୁଅଁ। shut your eyes, ଆଖି ବନ୍ଦ କର। ଆଉ and touch your nose, ଆଉ ନାକକୁ ଛୁଅଁ। ତାପରେ କ'ଣ ଲେଖା ହେଇଛି? clap your hands and turn around, jump off high and sit on the ground। clap your hands ମାନେ ହେଉଛି ତାଳି ମାରିବା। and turn around, ଆଉ ଚାରିଆଡ଼େ ବୁଲିବା। jump off high ମାନେ ହେଉଛି ଉଚ୍ଚକୁ ଡେଇଁ ପଡ଼। and sit on the ground, ଆଉ ତଳକୁ ବସିଯାଅ। ତାପରେ ଚାଲ ପିଲାମାନେ, while listening, let's us sing a song and enjoy। ଏଠି ଚାଲନ୍ତୁ ଗୋଟେ ଗୀତ ଗାଇବା ଆଉ ଏନ୍ଜୟ କରିବା। two little hands, ସଙ୍ଗର ନେମ୍ ହେଉଛି two little hands। two little hands go clap clap clap, two little legs go tap tap tap। କ'ଣ ଲେଖା ହେଇଛି? two little hands ମାନେ ହେଉଛି ଦୁଇଟି ଛୋଟ ହାତ। go clap clap clap, ତାଳି ବଜାଅ ତାଳି ବଜାଅ ତାଳି ବଜାଅ। two little legs, ଦୁଇଟି ଗୋଡ଼। go tap tap tap, ଦୁଇଟି ଗୋଡ଼, ଛୋଟ ଗୋଡ଼ରେ ଠକ୍ 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 କରିବା। ଟ୍ୟାପ୍ ଟ୍ୟାପ୍ ମାନେ ହେଉଛି ଠକ୍ ଠକ୍ କରିବା। two little eyes are open wide, one little head goes side to side। two little eyes ମାନେ ଦୁଇଟି ଛୋଟିଆ ଆଖି। are open wide, ଦୁଇଟି ଛୋଟିଆ ଆଖି ବଡ଼ ବଡ଼ କରି ଖୋଲା ରହେ। are open wide ମାନେ ହେଉଛି ବଡ଼ ବଡ଼ କରି ଖୋଲା ରହେ। one little head, ଗୋଟିଏ ଛୋଟିଆ ମୁଣ୍ଡ। goes side to side, ଏପଟକୁ ସେପଟକୁ ହଲାଏ। two little eyes to look around, ଦୁଇଟି ଛୋଟିଆ ଆଖି ଚାରିଆଡ଼କୁ ଅନାଏ। two little ears to hear any sound, ଦୁଇଟି ଛୋଟିଆ କାନ ସବୁ କିଛି ଶୁଣିପାରେ। one little nose to smell and breathe, ଗୋଟିଏ ଛୋଟିଆ ନାକ ସ୍ମେଲ୍ ବାସ୍ନା ଗ୍ରହଣ କରେ ଆଉ ନିଶ୍ୱାସ ପ୍ରଶ୍ୱାସ ନିଏ। one little mouth that like to eat, ଗୋଟିଏ ଛୋଟିଆ ପାଟି ଖାଇବାକୁ ପସନ୍ଦ କରେ। ଚାଲ ପିଲାମାନେ, ତାପରେ କ'ଣ ଲେଖା ହେଇଛି? hands to clap, legs to walk, nose to smell, mouth to talk, head to move, eyes to see, I have a little body that belongs to me। ଏଠି କ'ଣ ଲେଖା ହେଇଛି? to clap, ହାତରେ ଆମେ କ'ଣ କରୁ? ତାଳି ମାରୁ। legs to walk, ପାଦରେ ଆମେ ଚାଲିଥାଉ। nose to smell, ନାକରେ ଆମେ ବାସ୍ନା ଗ୍ରହଣ କରୁ। mouth to talk, ପାଟିରେ ଆମେ କଥା କହିଥାଉ। head to move, ମୁଣ୍ଡ ସାହାଯ୍ୟରେ ଆମେ କ'ଣ କରୁ? ମୁଣ୍ଡକୁ କ'ଣ ହଲେଇଥାଉ। eyes to see, ଆଖିରେ ଆମେ ଦେଖୁ। I have a little body, ମୋର ଗୋଟିଏ ଛୋଟିଆ ଦେହ ଅଛି ଯାହାକି ସମ୍ପୂର୍ଣ୍ଣ ଭାବେ ମୋର। belongs to me, ଯୋଉଟାକି ମୋର ଖାଲି। ତାପରେ ଚାଲ ପିଲାମାନେ, let us sing another song, ଆଉ ଗୋଟେ ଗୀତ ଗାଇବା ଆମେ। this is the way we wash our face, wash our face so early in the morning।
ଦିସ୍ ଇଜ୍ ଦ ୱେ ମାନେ ଏଇଭଳି ଭାବରେ ୱି ୱାଶ୍ ଆୱାର ଫେସ୍ ଆମେ ମୁହଁ ଧୋଉ। ୱାଶ୍ ଆୱାର ଫେସ୍ ଆମେ ମୁହଁ ଧୋଉ ମୁହଁ ଧୋଉ। ସୋ ଆର୍ଲି ଇନ୍ ଦ ମର୍ଣ୍ଣିଂ ସକାଳୁ ସକାଳୁ। ଦିସ୍ ଇଜ୍ ଦ ୱେ ୱି ୱାଶ୍ ଆୱାର ହ୍ୟାଣ୍ଡ ଏଇଭଳି ଭାବରେ ଆମେ ହାତ ଧୋଉ। ୱାଶ୍ ଆୱାର ହ୍ୟାଣ୍ଡସ୍ ୱାଶ୍ ଆୱାର ହ୍ୟାଣ୍ଡସ୍ ସୋ ଆର୍ଲି ଇନ୍ ଦ ମର୍ଣ୍ଣିଂ ସକାଳୁ ସକାଳୁ ଆମେ ଏଇଭଳି ହାତ ଧୋଉ। ତାପରେ ଦିସ୍ ଇଜ୍ ଦ ୱେ ୱି ବ୍ରଶ୍ ଆୱାର ଟିଥ୍ ସୋ ଆର୍ଲି ଇନ୍ ଦ ମର୍ଣ୍ଣିଂ ଏଇଭଳି ଭାବରେ ଆମେ ଦାନ୍ତ ଘଷୁ ସୋ ଆର୍ଲି ଇନ୍ ଦ ମର୍ଣ୍ଣିଂ ସକାଳୁ ସକାଳୁ। ଦିସ୍ ଇଜ୍ ଦ ୱେ ୱି କମ୍ ଆୱାର ହେୟାର ଏଇଭଳି ଭାବରେ ଆମେ ମୁଣ୍ଡ କୁଣ୍ଡାଉ। କମ୍ ଆୱାର ହେୟାର ମୁଣ୍ଡ କୁଣ୍ଡାଉ କମ୍ ଆୱାର ହେୟାର ଆମେ ମୁଣ୍ଡ କୁଣ୍ଡାଉ। ସୋ ଆର୍ଲି ଇନ୍ ଦ ମର୍ଣ୍ଣିଂ ସକାଳୁ ସକାଳୁ। ତାପରେ ପିଲାମାନେ ଚାଲ ପୋଷ୍ଟ ଲିସନିଂ ଶୁଣି ସାରିଲା ପରେ କ'ଣ କରିବା ଆମେ ଚାଲ ପ୍ରଶ୍ନର ଉତ୍ତର ଦେବା। ଭିଜୁଆଲ ମେମୋରି ଡେଭଲପମେଣ୍ଟ ଟେକ୍ନିକ୍ VMDT See the pictures given in the action song. Close your eyes and keep your index finger on the picture. Close your eyes ମାନେ ଆଖି ବନ୍ଦ କରିବ and keep your index finger ମାନେ ହେଉଛି ବୁଢ଼ା ଆଙ୍ଗୁଠିର ଯୋଉ ସାଇଡ୍ ଆଙ୍ଗୁଠି ଅଛି ପିକ୍ଚର ଉପରେ ହାତ ଦବ। The girls is clapping ଝିଅଟି ତାଳି ମାରୁଛି। ଚାଲ କୋଉଠି ଦେଖିବା ଝିଅଟି ତାଳି ମାରୁଛି। ଏଇଠି ଏଇ ଝିଅଟି ତାଳି ମାରୁଛି ତ ଏଠି ଆମେ ଇଣ୍ଡେକ୍ସ ଫିଙ୍ଗର ଟଚ୍ କରିବା। ଇଣ୍ଡେକ୍ସ ଫିଙ୍ଗର ଦ୍ୱାରା ଟଚ୍ କରିବା ଆମେ ଏଠି। ତାପରେ କ'ଣ ଲେଖା ହେଇଛି ଦ ବୟ ଲୁକିଂ ଆଟ୍ ଦ କ୍ୟାଟରପିଲର ଗୋଟେ ପିଲାଟି କ୍ୟାଟରପିଲରକୁ ଅନଉଛି ଶୁଆ ପୋକକୁ ଅନଉଛି। କୋଉଠି ଶୁଆ ପୋକକୁ ଅନଉଛି କ୍ୟାଟରପିଲରକୁ ଏଇଠି ପିଲାଟି କ୍ୟାଟରପିଲରକୁ ଅନେଇଛି। ଏଇଠି ଆଙ୍ଗୁଠି ଦବ। ଦ ଚାଇଲ୍ଡ ସିଟିଂ ଅନ୍ ଏ ହ୍ୱିଲ୍ ଚେୟାର ଗୋଟିଏ ପିଲାଟି ହ୍ୱିଲ୍ ଚେୟାରରେ ବସିଛି। କୋଉଠି ଚେୟାରରେ ବସିଛି ହ୍ୱିଲ୍ ଚେୟାରରେ ଏଇଠି ପିଲାଟି ହ୍ୱିଲ୍ ଚେୟାରରେ ବସିଛି ତ ଏଇଠି ଆଙ୍ଗୁଠି ଦବ। ତାପରେ କ୍ୱେଶ୍ଚନ ଦେଇଛି ଦ ଚାଇଲ୍ଡ ୱାସିଂ ଦ ଫେସ୍ ପିଲାଟି ମୁହଁ ଧୋଉଛି। କୋଉଠି ମୁହଁ ଧୋଉଛି ଏଇଠି ମୁହଁ ଧୋଉଛି ତ ଏଇଠି ଆମେ ଇଣ୍ଡେକ୍ସ ଫିଙ୍ଗର ଦବା। ଦ ଚାଇଲ୍ଡ ବ୍ରସିଂ ଦ ଟିଥ୍ ପିଲାଟି ଦାନ୍ତ ଘଷୁଛି। କୋଉଠି ଦାନ୍ତ ଘଷୁଛି ଏଇଠି ଦାନ୍ତ ଘଷୁଛି ତ ଆମେ ଏଇଠି ଇଣ୍ଡେକ୍ସ ଫିଙ୍ଗର ଦବା। B let us listen and speak ଶୁଣିବା ଆଉ କହିବା। ଟିଚର କହୁଛନ୍ତି I clap with my hands ମୋ ମା ହାତ ଦ୍ୱାରା ତାଳି ମାରେ। ଚିଲଡ୍ରେନ୍ ମାନେ କହୁଛନ୍ତି I tap with my feet ମୁଁ ମୋ ପାଦ ଦ୍ୱାରା ଟକ୍ ଟକ୍ କରେ। I look with my eyes ମୁଁ ମୋ ଆଖି ଦ୍ୱାରା ଚାରିଆଡ଼େ ଅନାଏ। I walk with my legs ମୁଁ ମୋ ପାଦ ଦ୍ୱାରା ଚାଲେ। ତାପରେ ଚାଲ ଚେନ୍ ଡ୍ରିଲ୍ 2 ନମ୍ବର ଅଛି ଚେନ୍ ଡ୍ରିଲ୍। କ୍ଲାପ୍ କରିବ ତମେ। ଟ୍ୟାପ୍ କରିବ। ଠକ୍ ଠକ୍ କରିବ। ଲେଗ୍ସ ଟୁ ୱାକ୍ ତାପରେ ଲେଗ୍ ଦ୍ୱାରା ଆମେ ଚାଲୁ। ମାଉଥ ଟୁ ଟକ୍ ପାଟିରେ ଆମେ କଥା କହୁ। ଟକ୍ ଇନ୍ ପେୟାର ଆସ୍କ ୟୁର ପାର୍ଟନର କ୍ୱେଶ୍ଚନ୍ ସଚ୍ ଆଜ୍ ଦ ୱାନ୍ ବିଲୋ ତଳେ ଯାହା ଲେଖା ହେଇଛି ତମେ ତମ ସାଙ୍ଗମାନଙ୍କ ସହିତ କଥାବାର୍ତ୍ତା ହବ। ନେହା କହୁଛି ଦିସ୍ ଇଜ୍ ମାଇ ନୋଜ୍ ମାନେ କ'ଣ ପିଲେ ନୋଜ୍ ମାନେ ନାକ। ନୋଜ୍ ମାନେ କ'ଣ ନାକ। ନେହା କହୁଛି ହ୍ୱାଟ୍ ଇଜ୍ ଦିଜ୍ ନିତିନ କହୁଛି ଦିଜ୍ ଆର୍ ମାଇ ସୋଲ୍ଡର ମାନେ ହେଉଛି କାନ୍ଧ। ତାପରେ ନିତିନ ପଚାରୁଛି ହ୍ୱାଟ୍ ଇଜ୍ ଦିସ୍ ନେହା କହୁଛି ଦିସ୍ ଇଜ୍ ମାଇ ମାଉଥ
ମାଉଥ ମାନେ କ'ଣ ପିଲାମାନେ? ପାଟି। ତାପରେ ନେହା ପଚାରୁଛି ହ୍ୱାଟ୍ ଆର୍ ଦିସ୍? ଏଗୁଡ଼ିକ କ'ଣ? ନିତିନ କହୁଛି ଦିସ୍ ଆର୍ ମାଇ ଇୟର୍ସ। ଏଗୁଡ଼ିକ ମୋର କାନ। ଇୟର୍ସ ମାନେ ହେଉଛି କାନ। ତାପରେ ପିଲାମାନେ ଚାଲ ନେହା ପଚାରୁଛି ହ୍ୱାଟ୍ ଆର୍ ଦିସ୍? ନିତିନ କହୁଛି ଦିସ୍ ଆର୍ ମାଇ ହ୍ୟାଣ୍ଡସ୍। ହ୍ୟାଣ୍ଡସ୍ ମାନେ କ'ଣ? ହାତ। ନିତିନ ପଚାରୁଛି ହ୍ୱାଟ୍ ଆର୍ ଦିସ୍? ନେହା କହୁଛି ଦିସ୍ ଆର୍ ମାଇ ଲେଗ୍ସ। ଲେଗ୍ସ ମାନେ ଗୋଡ଼। ତାପରେ ପିଲାମାନେ ଚାଲ ଲେଟ୍ ଅସ୍ ରିଡ୍। ଚାଲ ଆମେ ପଢ଼ିବା ମ୍ୟାଚ୍ ଆକ୍ଟିଭିଟିଜ୍। ମ୍ୟାଚ୍ କରିବା ଆମେ ମ୍ୟାଚ୍ ଦ ପିକ୍ଚର ଅଣ୍ଡର କଲମ୍ A with the picture under column B. One is done for you. ଆମେ ଏଠି ମ୍ୟାଚ୍ କରିବା। ଦେଖିବା କାହା ସହିତ ମ୍ୟାଚ୍ କରିବା। ଏଠି ହେଡ୍କୁ ହେଡ୍ ସହିତ ମ୍ୟାଚ୍ କରାହେଇଛି ଆଗରୁ। ତାପରେ କ'ଣ ଦିଆହେଇଛି? ଆଇ ଦିଆହେଇଛି। ଆଇକୁ ଆଇ ସହିତ ମ୍ୟାଚ୍ କରିବା। ଆଖିକୁ ଆଖି ସହିତ ମ୍ୟାଚ୍ କରିବା। ନୋଜ୍ ମାନେ ନାକ। ନାକକୁ ନାକ ସହିତ ମ୍ୟାଚ୍ କରିବା। ଚିକ୍କୁ ଚିକ୍ ସହିତ ମ୍ୟାଚ୍ କରିବା। ମାଉଥ୍ ପାଟିକୁ ପାଟି ସହିତ ମ୍ୟାଚ୍ କରିବା। ଟଙ୍ଗ ସହିତ ମ୍ୟାଚ୍ କରିବା। ହ୍ୟାଣ୍ଡକୁ ହ୍ୟାଣ୍ଡ ସହିତ ମ୍ୟାଚ୍ କରିବା। ଫିଙ୍ଗର ସହିତ ମ୍ୟାଚ୍ କରିବା। ତାପରେ ପିଲାମାନେ ଚାଲ ମ୍ୟାଚ୍ ଦ ପିକ୍ଚର and writing under column A with the pictures under column B. One is done for you. ଏଠି ମ୍ୟାଚ୍ କରାହେଇଛି, ଆମେ ଏଠି ବି ମ୍ୟାଚ୍ କରିବା। ଏଠି ନୋଜକୁ ନୋଜ୍ ସହିତ ମ୍ୟାଚ୍ କରାହେଇଛି। ହେଡ୍କୁ ହେଡ୍ ସହିତ ମ୍ୟାଚ୍ କରିବ। ଆଇକୁ ଆଇ ସହିତ ମ୍ୟାଚ୍ କରିବ। ଚିକ୍କୁ ଚିକ୍ ସହିତ ମ୍ୟାଚ୍ କରିବ। ଟିଥ୍କୁ ଟିଥ୍ ସହିତ ମ୍ୟାଚ୍ କରିବ। ଟଙ୍ଗକୁ ଟଙ୍ଗ ସହିତ ମ୍ୟାଚ୍ କରିବ। ହ୍ୟାଣ୍ଡକୁ ହ୍ୟାଣ୍ଡ ସହିତ ମ୍ୟାଚ୍ କରିବ। ଫିଙ୍ଗରକୁ ଫିଙ୍ଗର ସହିତ ମ୍ୟାଚ୍ କରିବ। ବୁଝିଲେ ପିଲାମାନେ? ଚାଲ ତାପରେ ମ୍ୟାଚ୍ ଦ writings under column A with the pictures under column B. One is done for you. ଚାଲ ଏଠି ଆମେ ଲେଖା ଅଛି, ଏଠି ଲେଖାର ୱାର୍ଡ ଗୁଡ଼ାକ ଅଛି, ତ ଆମେ ସେଇ ଅନୁସାରେ ଆମେ ପଢ଼ିକିନା ମ୍ୟାଚ୍ କରିବା। ଆଇ ଲେଖା ହେଇଛି ଏଠି, ଆଇକୁ ଆଖି ସହିତ ମ୍ୟାଚ୍ ହେଇସାରିଛି, ତ ଆମେ ଏଠି କ'ଣ ଲେଖା ହେଇଛି? ହେଡ୍। ଏଠି କ'ଣ ଲେଖା ହେଇଛି ପିଲାମାନେ? ହେଡ୍କୁ ହେଡ୍ ସହିତ ମ୍ୟାଚ୍ କରିବା। ହେଡ୍କୁ ହେଡ୍ ସହିତ ମ୍ୟାଚ୍ କରିବା। ଆଇସ୍କୁ ଆଗରୁ ମ୍ୟାଚ୍ କରାହେଇସାରିଛି, ତାପରେ କ'ଣ ଦେଇଛି? ନୋଜ୍ ସହିତ ମ୍ୟାଚ୍ କରିବା। ଚିକ୍କୁ ଚିକ୍ ସହିତ ମ୍ୟାଚ୍ କରିବା। ଟିଥ୍କୁ ଦାନ୍ତ ସହିତ ମ୍ୟାଚ୍ କରିବା। ଟଙ୍ଗ ଅଛି କୋଉଠି? ଜିଭକୁ ଜିଭ ସହିତ ମ୍ୟାଚ୍ କରିବା। ହ୍ୟାଣ୍ଡକୁ ହ୍ୟାଣ୍ଡ ସହିତ ମ୍ୟାଚ୍ କରିବା। ଫିଙ୍ଗର ସହିତ ମ୍ୟାଚ୍ କରିବା। ତାପରେ ଚାଲ ପିଲାମାନେ ଏଠି ବି ସେଇଭଳିଆ ମ୍ୟାଚ୍ କରିବାକୁ ଦେଇଛି। ମ୍ୟାଚ୍ ଦ writings under column A with the writing under column B. One is done for you. ଏଠି ବି ସେମିତି ମ୍ୟାଚ୍ କରିବ ପିଲାମାନେ ତମାନେ। ଏଠି କ'ଣ ଦେଇଛି? ହେଡ୍କୁ ହେଡ୍ ସହିତ। ଆଇ ଦିଆହେଇଛି, ଆଇକୁ ଆଇ ସହିତ। ନୋଜକୁ ନୋଜ୍ ସହିତ। ଟିଥ୍କୁ ଟିଥ୍ ସହିତ। ଟଙ୍ଗକୁ ଟଙ୍ଗ ସହିତ ମ୍ୟାଚ୍ କରିବ। ହ୍ୟାଣ୍ଡକୁ ହ୍ୟାଣ୍ଡ ସହିତ ମ୍ୟାଚ୍ କରିବ। ଫିଙ୍ଗରକୁ ଫିଙ୍ଗର ସହିତ ମ୍ୟାଚ୍ କରିବ। ତାପରେ ଚାଲ ପିଲାମାନେ ମ୍ୟାଚ୍ ଦ ୱାର୍ଡ with the picture and color the circle. One is done for you. ଏଠି ଦେଖା ହେଇଯିବ ସବୁ ପିକ୍ଚର ଦିଆହେଇଛି, ତାକୁ କ'ଣ କରିବ? ଏପଟେ ଯେହେତୁ ୱାର୍ଡ ଲେଖା ହେଇଛି, ସେଠି ତମେ କଲରିଂ କରିବ। ଏଇ ଯୋଉ ଗୋଲ ଗୋଲ ଦିଆହେଇଛି, ସେ ଗୋଲକୁ ଫିଲ୍ କରିକି କଲର୍ କରିବ। ଆଉ ଏଠି ନୋଜ୍ ଆଗରୁ ହେଇଯାଇଛି ଉପରଟା, ତାପରେ ଏଇଟା କ'ଣ? ଟଙ୍ଗ କୋଉଠି ଲେଖା ହେଇଛି? ଏଠି ଟଙ୍ଗ ଲେଖା ହେଇଛି, ତ ଏଇଠି ଆମେ କଲର୍ କରିବା, ପୁରା ଫିଲ୍ ଅପ୍ କରିଦେବା। ତାପରେ କ'ଣ ଦିଆହେଇଛି? ଫିଙ୍ଗର ଦିଆହେଇଛି। ତାପରେ ଫିଙ୍ଗର କୋଉଠି ଅଛି? ଏଇଠି ମଝିରେ ଫିଙ୍ଗର ଲେଖା ଅଛି, ତ ଏଇଠି ଫିଲ୍ ଅପ୍ କରିଦେବା ଆମେ। ତାପରେ ଏଇଟା କ'ଣ? ହେଡ୍ କୋଉଠି ଲେଖା ହେଇଛି? ଏଠି ହେଡ୍ ଲେଖା ହେଇଛି,
ଏଠି ଆମେ କଲର୍ କରିଦେବା। ଏଟା କ'ଣ ଟିଥ୍ ଟିଥ୍ ଏଇ ଟିଥ୍ ଲେଖା ହେଇଛି ତ ଆମେ ଏଇ ଗୋଲରେ ଆମେ କଲର୍ କରିଦେବା। ତାପରେ ଚାଲ ପିଲାମାନେ ତାପରେ ହେଉଛି ଆଇକୁ ଏଠି ଆଇ ଅଛି ତ ଏଇଠି ଆମେ କଲର୍ କରିଦେବା। ତାପରେ ଚାଲ ପିଲାମାନେ ଡ୍ର ଦ ପିକ୍ଚର ବାଇ ଦ ଜଏନିଂ ଦ ଡଟ୍ସ। ଏଇଠି ଯେଉଁ ପିକ୍ଚରଟା ଦିଆହେଇଛି ଆମେ ପେନସିଲ୍ ସାହାଯ୍ୟରେ ଡଟ୍ ଅଛି ଆମେ ତାକୁ କଭର କରିବା ପିକ୍ଚର ମାନେ ଲାଇନ୍ ଟାଣିକିନା ଆମେ ତାକୁ ଗୋଟେ ପିଲାଟେ ତିଆରି କରିବା। କଲର୍ ଦ ଫଲୋଇଂ ପିକ୍ଚର। ଝିଅଟେ ଯେଉଁ ହାତ ଧୋଉଛି ତ ତାକୁ ଆମେ କଲର୍ କରିବା। ମେଣ୍ଟାଲ ଟକ୍ ଇରେ ଅଛି ମେଣ୍ଟାଲ ଟକ୍। ୱାଶ୍ ୟୋର ଫେସ୍ ମୁହଁକୁ ଧୁଅ। ବ୍ରସ୍ ୟୋର ଟିଥ୍ ଦାନ୍ତ ଘଷ। କମ୍ ୟୋର ହେୟାର ମୁଣ୍ଡକୁ କୁଣ୍ଡାଅ। ୱାଶ୍ ୟୋର ହ୍ୟାଣ୍ଡ ହାତକୁ ଧୁଅ। ତାପରେ ଚାଲ ଏଫରେ ଲେଟ୍ ଅସ୍ ଟୁ ଚାଲ କରିବା ଆମେ ମାନେ ହାତ ପାପୁଲି। Place one palm in the center of the box given below. With your other hands, draw an outline. Decorate the palm with colors, color paper bead, bindis or anything else. ତମ ଏଇଠି ତମ ପାପୁଲି ଥୋଇବ ତା ସାଇଡ଼ରେ ତମ ଆଉ ଗାର ଟାଣିବ। ଗାର ଟାଣିକିନା ହାତଟେ ତିଆରି କରିବ। ତାକୁ ତମେ କଲର୍ ସାହାଯ୍ୟରେ ହଉ କି କଲର୍ ପେପର ସାହାଯ୍ୟରେ ତାକୁ ତମେ କଲର୍ କରିବ। ନହେଲେ ବିନ୍ଦି ସାହାଯ୍ୟରେ ବି ତମେ କଲର୍ କରିପାରିବ। ଏଇଠି ତମେ ପିକ୍ଚରଟେ ଆଙ୍କିବ। କେମିତି ଆଙ୍କିବ? ହାତ ଏମିତି ରଖିକି ଏମିତି ହାତଟା ତିଆରି କରିବ। ତିଆରି କରିକି ତମେ ତାକୁ କଲର୍ ଦେବ। କି ବିନ୍ଦି ସାହାଯ୍ୟରେ ହଉ କଲର୍ ପେପର ସାହାଯ୍ୟରେ ତମେ ତାକୁ କଲର୍ କରିବ। ଠିକ୍ ଅଛି ପିଲାମାନେ, ଆଜି ପାଠ ସରିଲା। ଯଦି ଏ ଭିଡ଼ିଓଟି ତୁମକୁ ଭଲ ଲାଗେ ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଲାଇକ୍ କର ଏବଂ ତୁମ ସାଙ୍ଗମାନଙ୍କୁ ସେୟାର କର। ରହିଲି, ଜୟ ଜଗନ୍ନାଥ।